हेलो माय डियर्स, बहुत बहुत स्वागत करुछि मोर सुभद्रा हैप्पी लाइफ चैनल को। आशा करुछि आपण माने समस्त बहुत भलरे असंते एवं बहुत खुशी रे असंते। प्रथमे मु आपण मानको बहुत धन्यवाद एवं कृतज्ञता ज्ञापन करुछि। आपण माने प्रतिदिन मो वीडियो को देखुछंती, वीडियो को पसंद करछंती, सुंदर सुंदर कमेंट दउछंती, सेति पई धन्यवाद। पुणी मु एक नवा वीडियो नेकी आपण मानका सम्मुखरे उपस्थित हेई परिछि, सेति पई परम पिता परमेश्वर को मध्य मोर बहुत बहुत धन्यवाद। पुणी थरे मते सेई सुवर्ण सुजोग देइछंती, धन्यवाद। मो चैनल रे मु लॉ ऑफ अट्रैक्शन बाबदरे आलोचना करिथाय। केमिति आपण माने एई लॉ ऑफ अट्रैक्शन बा आकर्षण ର ନିୟମକୁ ଅନୁସରଣ କରିକି ବା ଏଇ ଆକର୍ଷଣର ନିୟମ ବାବଦରେ ଅବଗତ ହେଇକି ଆପଣ ମାନେ କେମିତି ଆପଣ ମାନଙ୍କର ଜୀବନରେ ସବୁବେଳେ ସଦା ସର୍ବଦା ସୁଖ ଶାନ୍ତି ଖୁସିକୁ ବଜାୟ ରଖିପାରିବେ ଏବଂ ଆପଣ ଯୋଉ ରୂପରେ ନିଜକୁ ଦେଖିବା ପାଇଁ ଚାହୁଁଛନ୍ତି ସେଇ ରୂପରେ ଆପଣ ନିଜକୁ କେମିତି ପାଇପାରିବେ ତାହାରି ବାବଦରେ ମୁଁ ଆଲୋଚନା କରିଥାଏ ଏବଂ आपण माने ସବୁବେଳେ ହାଇ ଭାଇବ୍ରେସନ ରେ ରହିକି କେମିତି ସବୁ କିଛି ମ୍ୟାନିଫେଷ୍ଟ କରିପାରିବେ ତାହାରି ବାବଦରେ ମୁଁ ବହୁତ ସାରା ଭିडिओ बहुत सारा रेमेडीर रिचुअल्स वीडियो मो चैनल रे पाइबे। आपण मानकर जदि लॉ ऑफ अट्रैक्शन को अनुसरण करिकी बा आकर्षण नियम को अनुसरण करिकी निज जीवनर परिचर्या को परिवर्तन करने पाई चाहूछंती, निजको नुआ रूप रे देखिया पाई चाहूछंती, निज भाग्य को परिवर्तन करने पाई चाहूछंती ताले निहाती भाबरे मो चैनल को सब्सक्राइब करिवे एवं आपण मानकर बहुमूल्य मतामत को निहाती भाबरे जणाइबे। थैंक यू सो मच। तो मु आज आपण मानकु आ गोटे नुआ टॉपिक उपरे कहया पाई आसीची जो मु आपण मानकु कहिबी कि आपण माने जोटा भी मैनिफेस्ट करूछंती केमिति आहुरी शीघ्र मैनिफेस्ट हेई परिवो ताहारी बाबदरे आपण मानकु जणेबा पाई आसीची। केमिति आपण माने मैनिफेस्ट करिवे, को टाइम रे करिवे, केमिति करिवा द्वारा को जिनिस उपरे आमे गुरुत्व दबा द्वारा हमरो शीघ्र मैनिफेस्ट हेई परिवो ताहारी बाबदरे मु आपण मानकु आज जणेबा पाई आसीची। तो सारा दिन मानरे गोटे सबुठू शक्तिशाली बा गोटे पावरफुल टाइम जोटा अच्छी आपण माने सेई टाइम रे जोटा भी मैनिफेस्ट करूछंती सेई समय रे जोटा भी करूछंती जो रिचुअल्स भी करूछंती बहुत शीघ्र आपन को ସେଇଟା ମ୍ୟାନିଫେଷ୍ଟ ହେଇପାରିବ। ତ ଆସନ୍ତୁ ଜାଣିବା ଦିନ ସାରା ଦିନ ମାନରେ କୋଉ ସମୟଟା ଆମ ପାଇଁ ଏତେ ଇମ୍ପୋର୍ଟାଣ୍ଟ ବା ଏତେ ସେ ପାୱାରଫୁଲ ଟାଇମ ଯେ ସେଇ ଟାଇମରେ ଆମେ କରିଲେ ସବୁ ଆମେ ପ୍ରତି କ୍ଷେତ୍ରରେ କେମିତି ସଫଳତା ପାଇପାରିବା ବା ମ୍ୟାନିଫେଷ୍ଟ ଆମର ସବୁ କିଛି କେମିତି ହେଇପାରିବ। ଆସନ୍ତୁ ଜାଣିବା। ତ ଆପଣ ମାନେ ସାରା ଦିନ ମାନ ଯାହା ବି କରୁଛନ୍ତି ଆପଣ ମାନଙ୍କ ପାଇଁ ଗୋଟେ ସୁନ୍ଦର ସମୟ ହଉଛି ଆପଣ ମାନଙ୍କର ରାତ୍ରିର ଶେଷ ପ୍ରହର ଯୋଉଟାକୁ ଆମେ ଅମୃତ ବେଳା କହୁଛେ ସେଇ ସମୟଟାରେ ଆମର କସ୍ମିକ ଏନର୍ଜି ଥାଏ। ଆମେ ଯୋଉଟା ବି ଆମେ ପରମପିତା ପରମେଶ୍ୱରଙ୍କୁ ଆମେ ଯେମିତି ଯୋଉଟା ବି କରିବା ସେଇଟା ବହୁତ ଶୀଘ୍ର ତାଙ୍କ ପାଖକୁ ପହଞ୍ଚି ଥାଏ ବା ଆମେ ଯେମିତି ଯୋଉଟା ବି ପ୍ରାର୍ଥନା କରିଥିବୁ ସେଇଟା ବହୁତ ଶୀଘ୍ର ଆଲାଇନମେଣ୍ଟ ହେଇକି ତାଙ୍କ ପାଖକୁ ପହଞ୍ଚି ପାରିଥାଏ ଏବଂ ସେ ବହୁତ ଶୀଘ୍ର ତଥାସ୍ତୁ କରିଥାନ୍ତି। ବା ସେତେବେଳେ ଆମର ଯୋଉ ଆମେ ରାତିରେ 7-8 ଘଣ୍ଟା ଶୋଇଥାଉ ସଙ୍ଗେ ସଙ୍ଗେ ଉଠିଲା ମାନେ ଆମର ବ୍ରେନଟା ଆମର ଆଲଫା ଷ୍ଟେଜରେ ଥାଏ ଯୋଉଟା କି ଚିନ୍ତା କରିବା ପାଇଁ ଓଭର ଥିଙ୍କିଂ ଯୋଉଟା ଆମେ ସାରା ଦିନ ମାନରେ ଆମର ଲାଗିଥାଏ ସେଟା ଆମର ଅମୃତ ବେଳା ବା ପାହାନ୍ତିଆ ଟାଇମଟାକୁ ଯୋଉଟାକୁ ଆମେ କହୁଛେ ଯୋଉଟାକୁ ବ୍ରାହ୍ମ ମୁହୂର୍ତ୍ତ କହୁଛେ ସୂର୍ଯ୍ୟ ଉଦୟର 1.5 ଘଣ୍ଟା ପୂର୍ବ ସମୟଟାକୁ ଆମେ ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତ ବୋଲି କହୁଛେ। ସେଇ ସମୟରେ ଆପଣ ଯାହା ବି କରୁଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ ଏବଂ ଆପଣ ଯୋଉଟା ବି ଆପଣ ଯୋଉ ପ୍ରେୟାର କରୁଛନ୍ତି ଯେମିତି କି ଆପଣ ଯେତେବେଳେ ଆପଣଙ୍କର ଯୋଉ ଯେତେବେଳେ ଆପଣଙ୍କର ଟ୍ରାଫିକ ଜାମ ନଥାଏ ରାସ୍ତାରେ ଗଲାବେଳେ ଆପଣ ଯେମିତି ବହୁତ ଶୀଘ୍ର ଆପଣଙ୍କର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥାନ୍ତି ଯେମିତି ଯୋଉ ଜାଗାକୁ ଯିବା କଥା ବହୁତ ଇଜିଲିରେ ପହଞ୍ଚି ପାରନ୍ତି। ଯେତେବେଳେ ଆପଣଙ୍କର ରୋଡ ଫାଙ୍କା ଥାଏ ଆପଣ ବହୁତ ଶୀଘ୍ର ପହଞ୍ଚି ପାରନ୍ତି। ଠିକ ସେଇ ସମୟଟା ହଉଛି ସେତେବେଳେ କସ୍ମିକ ଏନର୍ଜି ଥାଏ, ସେତେବେଳେ ଶାନ୍ତ ପରିବେଶ, ଫ୍ରେଶ ଅକ୍ସିଜେନ
देह ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ଏବଂ ଆମର ଚିନ୍ତାଧାରା ମଧ୍ୟ ସେତେବେଳେ ବହୁତ ଆମ ମସ୍ତିଷ୍କ ଶାନ୍ତ ଥାଏ। କୌଣସି ଅନାବନା ଚିନ୍ତା କରିବାର ଆମ ଭିତରେ କେପାସିଟି ନଥାଏ। ଆମ ବ୍ରେନ୍ ସମ୍ପୂର୍ଣ୍ଣ ଭାବରେ ଆଲଫା ଷ୍ଟେଜରେ ଥାଏ। ଆମେ ଯୋଉଟା କରିବା, ଯେମିତି ଥିଙ୍କିଂ କରିବା, ଆମର ସବକନସିୟସ୍ ମାଇଣ୍ଡ ତାକୁ ବହୁତ ଶୀଘ୍ର ରିସିଭ୍ କରିବ, ବା ଯୋଉ ରିଚୁଆଲ୍ସ ଆମେ କରିବା ସେଇ ଜିନିଷକୁ ବହୁତ ଶୀଘ୍ର ଆମର ସବକନସିୟସ୍ ମାଇଣ୍ଡ ରିସିଭ୍ କରିଥାଏ। ଏବଂ ଆଉ ଗୋଟେ ଶକ୍ତିଶାଳୀ ସମୟ ବା ଯୋଉଟାକୁ ମୁଁ ପାୱାରଫୁଲ ଟାଇମ୍ ବୋଲି କହୁଛି, ଯୋଉଟା ମ୍ୟାନିଫେଷ୍ଟ ପାଇଁ ଯୋଉଟା ପାୱାରଫୁଲ ଟାଇମ୍, ସେଇଟା ହେଲା ରାତିରେ ଶୋଇବାର ପୂର୍ବ ସମୟଟା। 5-10 ମିନିଟ୍ ଯୋଉ ଆପଣ ରାତିରେ ଶୋଇବା ପାଇଁ ଯାଉଛନ୍ତି, ସେତେବେଳେ ମାତ୍ର 3ଟି ପ୍ରକ୍ରିୟା କରିବେ। ଆପଣଙ୍କୁ ବ୍ରାହ୍ମ ମୁହୂର୍ତ୍ତ କଥା କହିଲେ, ଆପଣ ସେତେବେଳେ ଗ୍ରାଟିଚ୍ୟୁଡ, ଆଫର୍ମେସନ, ମେଡିଟେସନ ଏବଂ ଅଫର୍ମେସନ, ଆପଣ ଚାଣ୍ଟିଂ, ନାମ ଜପ ଏଇ ସବୁ କରିପାରିବେ। କିନ୍ତୁ ରାତିରେ ଶୋଇଲା ବେଳେ ଆପଣ ଯଦି 3ଟି କାମକୁ କରୁଛନ୍ତି, ତାହେଲେ ଆପଣଙ୍କର ମ୍ୟାନିଫେଷ୍ଟେସନ ପାୱାର ବହୁତ ବଢିଯିବ। ଆପଣଙ୍କ ସହିତ ଚମତ୍କାର ହବ। ଆପଣ ଯେମିତି ହବା ପାଇଁ ଚାହୁଁଛନ୍ତି, ଯୋଉ କ୍ଷେତ୍ରରେ ଆପଣ ସଫଳତା ପାଇବା ପାଇଁ ଚାହୁଁଛନ୍ତି, ବହୁତ ଶୀଘ୍ର ପାଇପାରିବେ। ତ ସେଇ ସମୟଟା ହଉଛି ଆମର ରାତିରେ ଶୋଇବାର ପୂର୍ବ ସମୟଟା। କେତେବେଳେ ବି ଆପଣ ରାତିରେ ଶୋଇଲା ବେଳେ ଆପଣଙ୍କ ଦିନ ମାନରେ ଯାହା ହେଇଛି, ଆପଣ କେବେ ତାକୁ ମନେ ପକେଇକି ଶୋଇବେ ନାହିଁ। ଆପଣ ଆମ୍ଭେମାନେ କଣ ଭୁଲ କରିଥାଉ ନା, ଆମର ଦିନ ସହିତ ଯୋଉଟା ଆମକୁ ନେଗେଟିଭ ଘଟିଥାଏ, ସେଇଟା ଆମର ଗୋଟେ ଆମକୁ ଏମିତି ମାନେ ଆମ ବ୍ରେନକୁ ଏତେ ଟଚ୍ କରିଥାଏ ଯେ ଆମେ ସେଇ ଜିନିଷକୁ ରାତିରେ ଶୋଇଲା ବେଳେ ଚିନ୍ତା କରି କରି ଶୋଇଥାଉ। ହେଁ, ମତେ ସେ ସେମିତି କହିଲେ, ମତେ ସେମିତି ବିହେଭ କଲେ, ମତେ ଏମିତି କଲେ, ମୋ ପ୍ରତି ଏମିତି ଅନ୍ୟାୟ କଲେ। ଆମ ଭିତରେ ସେତେବେଳେ ବହୁତ ସାରା ନେଗେଟିଭ ଥିଙ୍କିଂ ଆସିଥାଏ। କିନ୍ତୁ ଧ୍ୟାନ ଦେବେ, ଯୋଉଟା ଆପଣ ରାତିରେ ଶୋଇବା ବେଳେ ଆପଣ ଚିନ୍ତା କରିକି ଶୋଇବେ, ସେଇ ଜିନିଷ ଆମେ ସିନା ଶୋଇପଡୁ, ବ୍ରହ୍ମାଣ୍ଡ ସେତେବେଳେ ଜାଗୃତ ଅବସ୍ଥାରେ ଥାଏ ଏବଂ ଆମର ସବକନସିୟସ୍ ମାଇଣ୍ଡ ମଧ୍ୟ ସେତିକି ବେଳେ କାର୍ଯ୍ୟ କରିବା ଆରମ୍ଭ କରିଥାଏ। ଆମେ ଯୋଉ ଲାଷ୍ଟ ଥଟ୍ ଟାକୁ ଦେଇକି ଶୋଇବା, ସିଏ ଆମର ସବକନସିୟସ୍ ମାଇଣ୍ଡକୁ ବା ଅବଚେତନ ମସ୍ତିଷ୍କକୁ ଜଣା ନାହିଁ କୋଉଟା ଠିକ କୋଉଟା ଭୁଲ। ଆମେ ଯୋଉଟା ଥିଙ୍କିଂ କରିବା, ଆମର ଯେମିତି ଥିଙ୍କିଂ ପ୍ରୋସେସ ରହିବ, ସେ ତାରି ଉପରେ ହିଁ କାର୍ଯ୍ୟ କରିବା ଆରମ୍ଭ କରିବ। ଯେମିତି ଚିନ୍ତା କରି 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 ଶୋଇବା, ଆମେ ସେମିତି ଆମ ସହିତ ପୁଣି ସେମିତି ଘଟି ଘଟି ଚାଲିବ। ଆମେ ଦିନେ ସେମିତି ହିଁ ବନିଯିବା। ତେଣୁ ଧ୍ୟାନ ଦେବେ, କେତେବେଳେ ବି ଆପଣଙ୍କର ଦିନ ମାନରେ ଆପଣଙ୍କ ସହିତ ଯାହା ବି ହେଇଛି, ଆପଣ ସେ ସବୁକୁ ଆପଣ ଲେଟ୍ ଗୋ କରିବେ। ପ୍ରତ୍ୟେକ ଦିନ ରାତିରେ ଶୋଇଲା ବେଳେ ଆପଣ ଯୋଉଟା ଦିନ ମାନରେ ହେଇଛି, ତାକୁ ଆପଣ ସମ୍ପୂର୍ଣ୍ଣ ଭାବରେ ଲେଟ୍ ଗୋ କରିଦେବେ। ହେ ପରମ ପିତା ପରମେଶ୍ୱର, ପ୍ରେୟାର କରିବେ ରାତିରେ ଶୋଇବା ପୂର୍ବରୁ। ହେ ପରମ ପିତା ପରମେଶ୍ୱର, ହେ ଅନନ୍ତ କୋଟି ବ୍ରହ୍ମାଣ୍ଡ, ଆପଣ ଶକ୍ତିଶାଳୀ, ଆପଣ ଦୟାର ସାଗର, ଆପଣ କରୁଣାର ସାଗର। ଆପଣ ସବୁବେଳେ ମତେ କୃପା କରୁଛନ୍ତି, କରୁଣା କରୁଛନ୍ତି, ମୋର କଲ୍ୟାଣ କଥା ହିଁ ଚିନ୍ତା କରୁଛନ୍ତି, ମୋର ମଙ୍ଗଳ କଥା ହିଁ ଚିନ୍ତା କରୁଛନ୍ତି, ମୋର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି। ମୁଁ ନିମିତ୍ତ ମାତ୍ର। ଆତ୍ମସମର୍ପଣ ଆପଣ ହେଇଗଲେ ଏବଂ କହିବେ କି, ହେ ପରମ ପିତା ପରମେଶ୍ୱର, ହେ ଅନନ୍ତ କୋଟି ବ୍ରହ୍ମାଣ୍ଡ, ସାରା ଦିନ ମାନରେ ମୋ ସହିତ ଯାହା ବି ଘଟିଛି, ଯାହା ବି ହେଇଛି, ମୁଁ ତାକୁ ସୁସ୍ଥ ମନରେ ସୁସ୍ଥ ମସ୍ତିଷ୍କରେ ସେ ସବୁକୁ ମୁଁ ଗ୍ରହଣ କରି ନେଇଛି ଏବଂ ଯାହା ବି ହେଇଛି, ମୋର ସବୁ କିଛି ମୋ ପାଇଁ ଭଲ ହେଇଛି। ଆପଣ କହିବେ କି, ହେ ପରମପିତା ପରମେଶ୍ୱର, ଯାହା ବି ହେଇଛି ଆପଣ ମୋର କଲ୍ୟାଣ ପାଇଁ କରିଛନ୍ତି, ଆପଣ ମୋର ମଙ୍ଗଳ ପାଇଁ କରିଛନ୍ତି। ଆପଣ ସେମିତି କହିବେ ଏବଂ କେତେବେଳେ ବି ଯେ ମତେ ସିଏ ସେମିତି କହିଲା, ସେମିତି ହେଲା, ସେମିତି ମୋ ସହିତ ଅନ୍ୟାୟ ହେଲା, ଆପଣ ସେଇଟାକୁ ମନ ଭିତରେ ଆଣିବେନି, ଲେଟ୍ ଗୋ କରିଦେବେ। କହିବେ କି, ହେ ପରମପିତା ପରମେଶ୍ୱର, ମୋ ସହିତ ଯାହା ହେଇଛି, ଯାହା ବି ହେଇଛି ବହୁତ ଭଲ ହେଇଛି, ମୁଁ ତାକୁ ସୁସ୍ଥ ମନରେ ସୁସ୍ଥ ମସ୍ତିଷ୍କରେ ଗ୍ରହଣ କରୁଛି। କାହିଁକି ନା ମୋ ସହିତ ଯାହା ହଉଛି, ତାହା ମୋର କଲ୍ୟାଣ ପାଇଁ ହଉଛି, ମୋର ମଙ୍ଗଳ ପାଇଁ ହିଁ ହଉଛି। ସେ ସବୁ ଆପଣ ମୋର ଉନ୍ନତି ପାଇଁ କରୁଛନ୍ତି, ମୋର କଲ୍ୟାଣ ପାଇଁ କରୁଛନ୍ତି। ଧନ୍ୟବାଦ ପରମପିତା ପରମେଶ୍ୱର, ଧନ୍ୟବାଦ। ଆପଣ ଲେଟ୍ ଗୋ କରିଦେବେ, ସେ ସବୁକୁ ଭୁଲି ଯିବେ। ଆପଣ ପରମପିତା ପରମେଶ୍ୱରଙ୍କୁ ଅର୍ପଣ କରିଦେଲେ ସେ ସବୁ। ନେକ୍ସଟ ହଉଛି ଆପଣ ଲେଟ୍ ଗୋ କଲେ। ନେକ୍ସଟ ହଉଛି ଆପଣ କାହାକୁ ବି ଯଦି ଆପଣ ସାରା ଦିନ ମାନରେ କିଛି ବି ଯଦି ଆପଣ କାହାକୁ ମନ ଭିତରେ ଗଣ୍ଠି ରଖିଛନ୍ତି,
केही भी जदि आपनको किछि बिहेव करछि तांको प्रति आपनकर राग अछि, आपनको केही धक्का देइछंती, आपनको केही कष्ट देइछंती, आपण सेही जिंस को राति रे भगवान को कहिबे, हे परमपिता परमेश्वर, हे अनंत कोटि ब्रह्मांड, आमे समस्त आपनकर प्रिय संतान अटु, आमे समस्त आपनकर अंश अटु। सेतिपई मु सारा दिन मानरे किंबा मो जीवन काल भितरे मोर एई जन्मरे हो किंबा कोउ जन्मरे भी हो, कौनसी भी पवित्र आत्मा को जदि मु किछि भी कष्ट पहुंचई थाए किंबा कौनसी भी पवित्र आत्मार कष्टर कारण हेई थाए, ताले मु संपूर्ण रूप रे दायी प्रभु। मो भूल पाई मु 100% रेस्पॉन्सिबिलिटी, मो भूल पाई मु 100% दायी। मोर भूल हो जाइछि, मते क्षमा कर दियंतु। हे मोर समस्त पवित्र आत्मा माने, मो भूल पाई मते क्षमा कर दियंतु, मते क्षमा कर दियंतु, मते क्षमा कर दियंतु। आपण फॉरगिवनेस रो प्रेयर 3 थर करिवे। फॉरगिवनेस रो प्रेयर करिले आपनको भितरे हिलिंग पावर बढ़िबो। आपनको भितरे जहाँ भी प्रतिबंधक अछि, जोटा आपनको आगो को बढ़िबारे आपनकर प्रतिबंधक साजुची, से हिलिंग प्रेयर माध्यम रे धीरे 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 कटि जिवो। ए तीनोटी अभ्यास को आपण प्रथम अभ्यास लेट गो करिवे। द्वितीय अभ्यास हला आपनको मु जो फॉरगिवनेस रो प्रेयर, आपण जहांको प्रति आपनकर मनरे किंतु अछि ताकू आपण भूलिबे। एवं जदि भी केबे किछि काहाकू आपण जानतरे हो अजानतरे हो कष्ट देइछंती, तांको पई आपण प्रे करिवे कि हे परमपिता परमेश्वर, सबु किछि निज आड़ निजरो भूल न थाउ तथापि आपण निजको दायी करंतु। केबे क्षमा मागी देले छोट हो जानतीनी, क्षमा मागी कि फॉरगिवनेस रो प्रेयर करिले आपनको भीतर हिलिंग पावर बढ़िबो। केबे ना केबे आमे जानतरे हो अजानतरे हो केबे जदि काहाको आमे कष्ट देइचे, सेही कष्ट हमको आगको बढ़िबारे हमरो पास्ट ट्रमा हमको प्रतिबंधक सजई थाई। तेणु आमे ताकू फॉरगिवनेस प्रेयर माध्यम रे आमे काटी दे परिबा बा निजर हिलिंग पावर बढ़ाई परिबा। आई एम सॉरी, प्लीज फॉरगिव मी, थैंक यू एंड आई लव यू। आपण ए प्रेयर को 3 थर करिवे। पूरा हार्ट चक्र को ओपन करिवे, हृदय चक्र को, हृदय चक्र खोलिले ही आपनको पाखको चमत्कार आकर्षित होइकी आसीबो। आपनको पाखरे प्रचुर टंका आसीबो, टंकार प्रचुरता आपनको पाखको आकर्षित होइकी आसीबो। काहारी प्रति किछि किंतु रखिबे नै। सबु किछि केही देखु नांती, काहारी पाखरे आमे जाईकी काहा गोड़ धरुने किंबा हाथ पतौने, आमे स्वयं परमपिता परमेश्वर जहांको पाखरु हमर सृष्टि, सी हमर परमपिता परमेश्वर, से तांकु सबु किछि जणा अछि। आमे तांकु फॉरगिवनेस रो प्रेयर करूचे, तांकु आमे भूल मागुचे, तांकु आमे क्षमा मागुचे। तेणु अन्य मानकु क्षमा देबे एवं निजे क्षमा मागी कि निज भितरे जहाँ भी अछि नेगेटिविटी ताकू संपूर्ण भावरे रिलीज करिदेबे। काहारी प्रति किछि किंतु रखिबे नाही। सबु किछि आपण परमपिता परमेश्वर को आपण समर्पण करदेबे एवं कहिबे कि हे परमपिता परमेश्वर, आज मो पई बहुत सफलतार दिन, आज मो पई चमत्कार भरा दिन, आज मो सहित सबु किछि बहुत भलो होइछि, आजिर दिन मो पई पूरा मालेमार दिन। आपण एमिति निजको एनर्जेटिक करिवे। दिन आपण को ता पर दिन आपण को पई बहुत भलो सेमिति सफलता नेकी आसीबो, चमत्कार नेकी आसीबो। तेणु आपण एई दुईटा काम कले नेक्स्ट होची आपण जेतेला राति रे सोइबे, आपणकर जहाँ भी पास्ट रे आपण गोटे बहुत बड़ सफलता आपण को मिलिछि, किछि ना किछि आपण को चमत्कार हेइछि, किछि ना किछि एमिति भगवान करिसंती जोटा कि आपण को बहुत खुशी आनी देइछि, जोटा आपण को सडन हेइछि। जेमिति कि कोठी आपणकर लॉटरी लागिछि किंबा कोठी बड़ धरणर मनी आपण को पाखको आपे आपे आसीछि, किंबा कोनोसी नहोबा कार्य आपण जोटा कल्पना करि नथिबे सेही कार्य आपण को सहित हेइछि। सेही जिंस को आपण मने पकेइबे, विजुअलाइज करिवे, केमिति सेही दिनर खुशी आपण को भितरे थिला, केमिति आपण समस्त को सेही खुशी अवगत करैले, पूरा डिटेल्स जेते बेले आपण मने पकेइबे ना, आपणकर हैप्पी हार्मोन सिक्रेशन हबो। आ से हैप्पी हार्मोन सिक्रेशन हेले ही आपणकर मैनिफेस्टेशन पावर
ବଢ଼ିବ। ତାପରେ ଯୋଉଟା ମ୍ୟାନିଫେଷ୍ଟ କରୁଛନ୍ତି ତାର ଏଣ୍ଡ ରେଜଲ୍ଟକୁ ଆପଣ ଟିକେ ମନେ ପକେଇଦେଲେ ଦେଇକି ଶୋଇପଡ଼ିବେ। ଆପଣ ଯୋଉଟା ବି ମ୍ୟାନିଫେଷ୍ଟ କରିବା ପାଇଁ ଚାହୁଁଛନ୍ତି, ଯଦି ଏଇ 3ଟା କାର୍ଯ୍ୟକୁ ପ୍ରତ୍ୟେକ ଦିନ ରାତିରେ ଶୋଇଲା ବେଳେ କରୁଛନ୍ତି, ତାହେଲେ ଆପଣ ଯେତେବେଳେ ମର୍ଣ୍ଣିଂରେ ଉଠିବେ ନା, ବ୍ରାହ୍ମ ମୁହୂର୍ତ୍ତରେ ଆପଣଙ୍କୁ ଏତେ ମାନେ ଆପଣ ଏନର୍ଜେଟିକ୍ ଲାଗିବ, ଏତେ ସୁନ୍ଦର ଫିଲ୍ ହବ। ଆପଣ ଯୋଉଟା ମ୍ୟାନିଫେଷ୍ଟ କରିବେ ସେଇଟା ହିଁ ମ୍ୟାନିଫେଷ୍ଟ ହେଇପାରିବ। ଆପଣ ପୁରା ଏନର୍ଜେଟିକ୍ ରହିବେ। ଆପଣଙ୍କର ଗୋଟେ ଯୋଉ ସେଲ୍ଫ କନଫିଡେନ୍ସ ଆପଣଙ୍କ ଭିତରେ, ଯେ ହଁ ମୋ ଭିତରେ ସେଇ ଶକ୍ତିକୁ ମୁଁ ଜାଗୃତ କରିପାରୁଛି, ଆପଣଙ୍କୁ ସେମିତି ଫିଲ୍ ହବ। ଆପଣ ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିକି ହିଁ ରହିବେ। ଥ୍ୟାଙ୍କ ୟୁ ସୋ ମଚ୍। ଭିଡ଼ିଓ ଭଲ ଲାଗିଲେ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ଜଣେଇବେ। ଅଧିକ ଜାଣିବା ପାଇଁ ଯଦି ଚାହୁଁଛନ୍ତି କିମ୍ବା କ୍ଲାସ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ମୋର ପର୍ସନାଲ୍ ହ୍ୱାଟ୍ସଆପ୍ ନମ୍ବରକୁ SMS କରିବେ। ମୋର ହ୍ୱାଟ୍ସଆପ୍ ନମ୍ବର ହେଉଛି 9337984063, 9337984063। ଥ୍ୟାଙ୍କ ୟୁ ସୋ ମଚ୍।